ନିର୍ବାଚନ ସରିଲା, କଣ ଭାବୁଛନ୍ତି କାହା ସପକ୍ଷରେ ଭୋଟ ଯାଇଥିବ? ନିଶ୍ଚିତ ଭାବରେ ନିର୍ବାଚନରେ ପଇସା ସପକ୍ଷରେ ଭୋଟ ଯାଇଥିବ ନିଶ୍ଚିତ ଭାବରେ। ଆଉ ଯୋଉ ପ୍ରକାର ଭାବରେ ଏଇ ଯୋଉ ନିର୍ବାଚନରେ ପଇସା ଦେଣନେଣ ହେଇଛି, ବୋଧେ ବିଗତ କୌଣସି ନିର୍ବାଚନରେ ଏଭଳି ପଇସା ଦେଣନେଣ ହେଇନି। ତେଣୁ ନିଶ୍ଚିତ ଭାବରେ କିଛିଟା ପଇସା ସପକ୍ଷରେ ମଧ୍ୟ ଭୋଟଟା ଯାଇଥିବ। ପଇସା ସପକ୍ଷରେ ମାନେ କଣ, ଆପଣ ଜନତାଙ୍କୁ ପଇସାରେ କିଣା ଯାଇଥିଲା ଆପଣ କହୁଛନ୍ତି? ନାଇଁ ସମସ୍ତଙ୍କୁ ନୁହଁ, ଯୋଉମାନେ ସଚେତନ ଭୋଟର ଅଛନ୍ତି ଏବଂ ୟଙ୍ଗ ଜେନେରେସନ ଯୋଉମାନେ ଅଛନ୍ତି ଆଜ୍ଞା। ସେମାନଙ୍କୁ କୌଣସି ଆପଣ 1 କୋଟି ଟଙ୍କା ଦେଲେ ମଧ୍ୟ ପଇସାରେ କିଣା ଯାଇ ପାରିବ ନାହିଁ। କିନ୍ତୁ ଯୋଉମାନେ ସଚେତନତା ଯୋଉମାନଙ୍କର ନାହିଁ, ଯୋଉମାନଙ୍କର ଭୋଟର କଣ, ତାଙ୍କର ଯୋଉ ଭୋଟର କଣ ଭ୍ୟାଲୁ ଯୋଉମାନେ ଜାଣିନାହାନ୍ତି, ଆଜ୍ଞା। ସେଇମାନଙ୍କୁ କେବଳ ଟଙ୍କା ଦେଇକି କିଣା ଯାଇଥିଲା। ଏବଂ ଯୋଉମାନଙ୍କ ସଂଖ୍ୟା ବର୍ତ୍ତମାନ ଅତ୍ୟଧିକ, ବର୍ତ୍ତମାନ ଯୋଉ ପରିମାଣରେ ଯୋଉ ସଚେତନ ଭୋଟର ଯୋଉମାନେ ଅଛନ୍ତି, ଆଉ କିଛି ଲୋକମାନେ ରହିଲେ ଯୋଉମାନେ ଭୋଟ ଦାନ କେନ୍ଦ୍ରକୁ ମଧ୍ୟ ଗଲେ ନାହିଁ। କାହିଁକିନା ଯୋଉ ପ୍ରକାର ଖରା ହଉଥିଲା, ଏବଂ ଦ୍ୱିତୀୟ ଜିନିଷ ହଉଛି ଯୋଉ ପ୍ରକାର ଅବ୍ୟବସ୍ଥା। ମନେକର ଗୋଟେ ମିଟିଂ ଟେ ଗଭର୍ଣ୍ଣମେଣ୍ଟ ଗୋଟେ ମିଟିଂ ଟେ ଆରେଞ୍ଜମେଣ୍ଟ କରୁଛି, ପଡିଆ ଧୀରେ ଟେଣ୍ଟ ବାନ୍ଧି କରିପାରୁଛି ହାଇ ସିକ୍ୟୁରିଟି ଦେଇକି। ଆଚ୍ଛା, ଯୋଉ ସରକାରୀ ସ୍କୁଲ ଯୋଉଠି ଫ୍ୟାନ ଟେ ନାହିଁ, ଲାଇଟ କନେକ୍ସନ ନାହିଁ, ସେଇ ସରକାରୀ ସ୍କୁଲ ଗୁଡିକରେ ଯଦି ଆପଣ ଦେଖିବେ ମତଦାନ କେନ୍ଦ୍ର ହେଲେ ସେ ଲୋକମାନେ କେମିତି ମତ ଦେବେ ସେଠି କେମିତି? ନିହାତି ଯୋଉଟା ଦେଶର ଯୋଉମାନେ ଗୋଟେ ମତଦାତା ହଉଛନ୍ତି ସବୁଠାରୁ ବଡ ପ୍ରପର୍ଟି, ଯୋଉମାନେ ମତଦାନ କରୁଛନ୍ତି, ତାଙ୍କୁ ଗୋଟେ କମ୍ଫର୍ଟେବଲ ଜୋନରେ ମତଦାନ କଲେ ଅସୁବିଧା କଣ ହୁଅନ୍ତା? ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଥିଲା। କଣ ଖାଲି ଶୁଣନ୍ତୁ, ଏଇଟା ହଉଛି ଖାଲି ଗୋଟେ ମାନେ ଯୋଉ ଧର୍ମକୁ ଆଖିଠାର ହେଲା ଭଳିଆ। ମନେକର ଆପଣ ଦେଖିବେ ଚନ୍ଦ୍ରଶେଖରପୁର ଡିଏଭି, ଚନ୍ଦ୍ରଶେଖରପୁର ଡିଏଭି ରେ ସେଟା ଗୋଟେ ପ୍ରାଇଭେଟ ସ୍କୁଲଟେ। ସେ ସ୍କୁଲରେ ଅତି ସୁନ୍ଦର ବ୍ୟବସ୍ଥା ହେଇଥିଲା। ଆପଣ ଠିକ ସେଇ ଜାଗାରେ ଆସନ୍ତୁ ଆମର ଚନ୍ଦ୍ରଶେଖରପୁର ୟୁପି ସ୍କୁଲ, ଯୋଉ ୟୁପି ସ୍କୁଲରେ ଗୋଟେ ମାନେ ଲୋକ ଠିଆ ହେବା ପାଇଁ ଜାଗା ନାହାନ୍ତି, ଲୋକ ବାରମ୍ବାର ଭୋଟ ମତଦାନ କେନ୍ଦ୍ରକୁ ଯାଇଛନ୍ତି। ମୁଁ ନିଜେ 3 ଥର ଫେରିକି ଆସିଛି। ସେଇଭଳି ଅନେକ ଜାଗାରେ ଏଇଭଳି ଅବସ୍ଥା। ସେଇଥିପାଇଁ ଲାଗୁଛି କି ଭୋଟ ହାର କମିଯାଇଛି ଏଥରକ? ନିଶ୍ଚିତ କମିଛି। ଲୋକମାନେ କେତେ ସମୟ ଠିଆ ହେବେ ଲାଇନରେ? ଗୋଟେ ମତଦାନ କରିବା ପାଇଁ ଗୋଟେ ଲୋକ ଘଣ୍ଟାଏ 1.5 ଘଣ୍ଟା ପର୍ଯ୍ୟନ୍ତ ଖରାରେ ସିଝି ଲାଇନରେ ଠିଆ ହବ କି? ମତେ କୁହନ୍ତୁ। ନିହାତି। ତେଣୁ କୋଉଠି ନା କୋଉଠି ଯଦି ଆପଣ ଦେଖିବେ, ସରକାରଙ୍କର ମଧ୍ୟ କୌଣସି ଇଣ୍ଟରେଷ୍ଟ ନାହିଁ ଯେ ଯୋଉମାନେ କ୍ୱାଲିଫାଏଡ ଅଛନ୍ତି, ଏଜୁକେଟେଡ ମାସ ଅଛନ୍ତି, ସଚେତନ ଭୋଟର ଅଛନ୍ତି, ସେମାନେ ଆସିକି ନିଜର ମତଦାନ କରିବା ପାଇଁ। ତେଣୁ ଏଇଭଳି ଅବସ୍ଥା ହଉଛି। ଭଲ ହେଇଥିଲେ ବୋଧ ହୁଏ ନିର୍ବାଚନର ଭୋଟ ହାର ଆପଣ ଗୋଟେ ସିମ୍ପଲ କଥାଟେ, ଯଦି ଗୋଟେ ଏଠି ମିଟିଂ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିକି ଦଳୀୟ ମିଟିଂ କରିପାରୁଛନ୍ତି, ଗୋଟେ ମତଦାନ କେନ୍ଦ୍ର ଯଦି ପଡିଆ ଭିତରେ ଗୋଟେ ପଡିଆଟା ଠିକ କରାଇଥାନ୍ତା, ସେ ପଡିଆ ଦିହରେ କମ୍ପ୍ଲିଟଲି କଭର ହେଇଥାନ୍ତା, ସେ ପଡିଆ ଦିହରେ ଏତିକିଟା ବୁଥ ତିଆରି ହେଇଥାନ୍ତା, ଲୋକମାନେ ଯାଇଥାନ୍ତେ କମ୍ଫର୍ଟେବଲ ଗାଡି ଥୋଇ ଦେଇକି ଗଲେ, ସାଙ୍ଗେ ସାଙ୍ଗେ ଲାଇନରେ ଠିଆ ହବା ଦରକାର ନାହିଁ, ଫଟାସ କିରି ଗଲେ 5 ମିନିଟ ଭିତରେ ମତଦାନ କଲେ ପଳେଇ ଆସିଲେ। ବୁଝିପାରୁଛନ୍ତି? ତେଣୁ ମତଦାତା ହଉଛନ୍ତି ସବୁଠୁ ବଡ ପ୍ରପର୍ଟି। ତାଙ୍କୁ ଯଦି ଆପଣ ମାନେ ଠିକ ସେ ଟ୍ରିଟ ନ କରିବେ, ସେମାନେ କେତେ ସମୟ ଠିଆ ହେବେ ଯାଇକି ସେଠି ଲାଇନରେ? ଗଲା। କିନ୍ତୁ ଦ୍ୱିତୀୟ ଜିନିଷ ହଉଛି, ଯୋଉମାନେ 1000 ଟଙ୍କା ନେଇକି ଭୋଟ ଦେଇଛନ୍ତି, ସେମାନେ ସକାଳୁ ଯାଇକି ପୁରା ଲାଇନରେ ଠିଆ ହେଇକି ତାଙ୍କ ମତଦାନ କରିକି ଆସିଛନ୍ତି। କାହିଁକି ନା 1000 ଟଙ୍କା ସେମାନେ ନେଇଛନ୍ତି, ମତଦାନ କରିବା ପର୍ଯ୍ୟନ୍ତ ତାଙ୍କର ସେଟା ରେସ୍ପନ୍ସିବିଲିଟି। କାହିଁକିନା ସେମାନେ ବିଭିନ୍ନ ଜାଗାରେ ଠାକୁରଙ୍କ ଛୁଇଁକି ନିୟମ କରାଯାଇଛି ଯେ ଆମେ 1000 ଟଙ୍କା ନେଲୁ ଆପଣଙ୍କୁ ଭୋଟ ଦବୁ। ଯଦି ସେମାନେ ଭୋଟ ଟା ନଦେବେ ଅସୁବିଧାରେ ପଡିବେ। ମାନେ କଣ ବୁଝେ, ଏଥର ପଇସା ବଣ୍ଟା ନ ହେଇଥିଲେ ସେତିକି ଭୋଟ ବି ଆସିନଥାନ୍ତା। ପଇସା ବଣ୍ଟା ନ ହେଇଥିଲେ ଆସିନଥାନ୍ତା ନୁହେଁ, ପଇସା ବଣ୍ଟା ଯୋଉମାନେ ବାଣ୍ଟିଛନ୍ତି ସେମାନଙ୍କ ସପକ୍ଷରେ ଅଧିକା ମତ ଯାଇଛି, ତାର ମାନେ ହଉଛି ସେଇଆ। ଠିକ ଅଛି। ଆପଣ ପୁରୁଷଙ୍କ ପାଇଁ ଲଢୁଥିଲେ, ହଠାତ୍ ନିର୍ବାଚନ କାହିଁକି ଲଢିଲେ? ଦେଖନ୍ତୁ, ଏଇଟା ଗୋଟେ ପ୍ରକ୍ରିୟା। ଦୀର୍ଘ 13 ବର୍ଷ ଧରି ଆପଣ ଯଦି କହିବେ, ମୁଁ ଗୋଟିଏ ଇସ୍ୟୁ ଦିହରେ କାମ କରୁଛି ଯୋଉଠି ଯୋଡ଼ିଏ ନିର୍ବାଚନ ପଳେଇଲାଣି। ଆପଣ ଯଦି କହିବେ ଆ ଭିତରେ 2ଟା ନିର୍ବାଚନ ପଳେଇଛି, କିନ୍ତୁ ଆମେ ସେ ପୁରୁଷ ମାନଙ୍କ ପାଇଁ ମୁଁ ଗର୍ଜନ ଛାଡି ଆସୁଛି, କିନ୍ତୁ କେହି ଆମ କଥା କର୍ଣ୍ଣପାତ କଲେ ନାହିଁ। ଯେତେବେଳେ କେହି କର୍ଣ୍ଣପାତ କଲେ ନାହିଁ, ଏବଂ ଯାହାକୁ କହିଲୁ, ଆମେ ଯେକୌଣସି ବିଧାୟକଙ୍କୁ କହିଲୁ, MLA କୁ କହିଲୁ, ଯାହାକୁ ବି କହିଲୁ, ସମସ୍ତଙ୍କର ଗୋଟିଏ ଆନ୍ସର ଥିଲା ଯେ ଏଇଟା ହଉଛି ଗୋଟେ ନିଆଁ ଝୁଲ, ଯୋଉ ଝୁଲରେ ହାତ ମାରିଲା ମାନେ ଆମେ ଜଳି ପୋଡି ପାଉଁଶ ହେଇଯିବୁ। ସ୍ତ୍ରୀ ଲୋକମାନେ ଆମ ଦ୍ୱାରା ଆସିକି ନାରା ଲଗେଇବେ, ଆମକୁ ଭୋଟ ବ୍ୟାଙ୍କରେ ଆମର ଦାଗ ଲାଗିଯିବ, ଆମର ପାର୍ଟିର ହାଇକମାଣ୍ଡ ମାନେ ଆମ ଉପରେ ଖରାପ ଭାବିବେ, ଏଇ ସବୁ ଜିନିଷ ମତେ କହିଲେ। ବାଧ୍ୟ ହେଇକି ଯଦି ନିଆଁ ଝୁଲା ବୋଲି ସମସ୍ତେ କହୁଛନ୍ତି, ଆମକୁ ନିଜକୁ ତା ଦେହରେ ଝାସ ଦେବାକୁ ପଡିବ ବୋଲି ମୁଁ ଏଥର ନିର୍ବାଚନ ଲଢିଲି।
ମାନେ କଣ ଭାବୁଥିଲେ ତ ନିର୍ବାଚନ ଲଢିଲେ ଯୋଉ ଟାର୍ଗେଟ ଆପଣଙ୍କର ଥିଲା ପୁରୁଷଙ୍କ ପାଇଁ କି ଯୋଉ ଲଗାତାର ଆପଣ ଲଢି ଲଢି ଆସୁଛନ୍ତି ତାର କିଛି ପ୍ରତିଫଳ ପାଇଥାନ୍ତେ ଆପଣ? ନିଶ୍ଚିତ ନିଶ୍ଚିତ 100%। ଏବେ ଦେଖିବେ 4 ତାରିଖ ଦିନ ନିଜେ ଫିଲ୍ କରିବେ ହୁଁ, ଆମକୁ ବହୁତ ବହୁତ ମତଦାନ ଆସିଛି। ଆଚ୍ଛା ମୋର ପ୍ରଥମ ନୁହେଁ, ଆକ୍ଚୁଆଲି 2009ରେ ମୁଁ ନୟାଗଡ଼ରେ ଷ୍ଟାଣ୍ଡ କରିଥିଲି। ଆଚ୍ଛା ମାନେ 2009ରେ ସେଠି ମାନେ ଶୋଚନୀୟ ନୁହଁ, ତା ତଳେ କଣ ଯଦି ଥିବ ତା ଭଳିଆ ପରାସ୍ତ ହେଇକି ଆସିକି ଏଠି ବନ୍ଧା ହେଇକି ଜେଲକୁ ଯାଇଥିଲି। ଆଜ୍ଞା ଏବଂ ଏବେ ଏଇଟା ହେଲା ମୋର ଦ୍ୱିତୀୟ ପର୍ଯ୍ୟାୟ। ହୁଁ, ମୋର ଗୋଟେ ବଢିଆ ଏକ୍ସପିରିଏନ୍ସ ଏଥିରେ ହେଲା, କାହିଁକି ନା ଆମେ ଗୋଟେ ସାଧାରଣ ପରିବାରରୁ ଆସୁଥିବା ଲୋକଟେ ନିର୍ବାଚନ ଲଢିବା ପାଇଁ ରାଜନେତା ମାନେ କୌଣସି ପ୍ରକାର ତାକୁ ବାଟ ଦେଖାନ୍ତି ନାହିଁ, ହୁଁ, ହୁଁ, ସେ ଗାଇଡ ତାକୁ କେହି କରନ୍ତି ନାହିଁ। ଫର୍ମ କୋଉଠି ମିଳିବ, କେତେ ଦିନ ଭିତରେ ଫର୍ମଟା ଫିଲ୍ଅପ୍ ହବ, ତାର କଣ ଚିହ୍ନ କେମିତି ଆସିବ, ଏଇ ଯୋଉ କୋଉଠି ପ୍ରିଣ୍ଟିଂ ହବ, ହୁଁ, ଗାଡି ଗୁଡିକ ପରମିଶନ ଦେବା ପାଇଁ ମଧ୍ୟ ମାନେ ବିଭିନ୍ନ ପ୍ରକାର ଅସୁବିଧା ଆପଣଙ୍କୁ ସାମ୍ନା କରିବାକୁ ପଡିବ। ଆଚ୍ଛା କିନ୍ତୁ ଯେତେବେଳେ ଆପଣଙ୍କର ଗୋଟେ ଥର ଏକ୍ସପିରିଏନ୍ସ ହେଇଗଲା ଏଇ ବାଟ ଦେଇକି ଆମକୁ ଯିବାକୁ ହୁଁ, ପଡିବ, ଇଭିନ୍ କି ଆପଣ ଗୋଟେ ସବୁଠାରୁ ବଡ ଆଶ୍ଚର୍ଯ୍ୟ କଥା, ଆପଣ ନିର୍ବାଚନ ମଣ୍ଡଳ ଯୋଉ ଏରିଆଟା ହୁଁ, କୋଉ କୋଉ ଏରିଆ ଦେଇକି ଆପଣଙ୍କ ନିର୍ବାଚନରେ ଆପଣଙ୍କ ନିର୍ବାଚନ ମଣ୍ଡଳୀର ଯୋଉଟା କୁହାଯିବ କ୍ଷେତ୍ରଫଳ, ଯୋଉଟା ଭୂଗୋଳ ବୋଲି ଆମେ ଆଜ୍ଞା ତାକୁ ମଧ୍ୟ ଅନେକ ପ୍ରାର୍ଥୀ ଜାଣିନଥାନ୍ତି। ହୁଁ, ଯୋଉଟା ଆମେ ଗୋଟେ ଗୋଟେ ଯୋଉ ଜାଣୁ ଜାଣୁ ଆମ ନିର୍ବାଚନ ସରିଯାଇଥାଏ। ଆଚ୍ଛା ବୁଝିପାରିଲେ ତ, ମାନେ ଆଜ୍ଞା ଯୋଉ ଆଜ୍ଞା କ୍ଷେତ୍ରଫଳ ତାର ଯୋଉଟା ହୁଁ, କହୁଛନ୍ତି ହୁଁ, ସେଟା ଜାଣୁ ଜାଣୁ ନିର୍ବାଚନଟା ସରିଯାଇଥାଏ। ସରିଯାଇଥାଏ ତେଣୁ ଏଇଟାକୁ ମଧ୍ୟ ଆମେ ଜାଣିଲୁ, ଏଇଟା ଗୋଟେ ଭାଷ୍ଟ ଏକ୍ସପିରିଏନ୍ସ। ତେଣୁ ପ୍ରତି ଜିନିଷ ଗୋଟେ ଏକ୍ସପିରିଏନ୍ସ ଆପଣଙ୍କୁ ଗେନ୍ କରିବାକୁ ପଡିବ। କିନ୍ତୁ ବର୍ତ୍ତମାନ ଯୋଉ ପାରିବାରିକ ରାଜନୀତି ଯଦି ଚାଲିଛି, ଯୋଉ ରାଜଶାସନ ଚାଲିଛି, ହୁଁ, ବିଧାୟକଙ୍କ ପୁଅ ବିଧାୟକ ହବ, ମନ୍ତ୍ରୀଙ୍କ ପୁଅ ମନ୍ତ୍ରୀ ହବ, ଏବଂ ଯୋଉମାନେ ହିଁ ରାଜନୀତି କରୁଥିବେ ତାଙ୍କ ପରିବାର ଲୋକମାନେ ରାଜନୀତି କରିବେ। ହୁଁ, ହୁଁ, ତାର ରିଜିନଟା ହଉଛି ଏଇଆ ଯେ ସେଇ ଯୋଉ ନୂଆ ପିଲାଟିକୁ, ମନେକର ଜଣଙ୍କର ବାପ ହଉଛି ଏମଏଲଏ, ହୁଁ, ତା ପୁଅକୁ ସେ ଟ୍ରେଣ୍ଡ କରିଦବ, କିନ୍ତୁ ତା ପାଖେ ଲୋକ ଅଛନ୍ତି ଏଇଠି ଏଇ ଜିନିଷ ଏଇଭଳିଆ ଘଟଣା ଘଟିବ, ହୁଁ, ସେ ଇଣ୍ଡିପେଣ୍ଡେନ୍ସ ଷ୍ଟାଣ୍ଡ କରୁ କିମ୍ବା ପାର୍ଟିରୁ ଷ୍ଟାଣ୍ଡ କରୁ। ହୁଁ, କିନ୍ତୁ ନୂଆ ଯୋଉ ପରିବାର, ଗୋଟେ ସାଧାରଣ ପରିବାର ଯୋଉ ଲୋକଟି ଯାଇଥିବ ନିର୍ବାଚନ ଲଢିବା ପାଇଁ, ହୁଁ, ସିଏ ସେଇଟା ଜାଣିନଥାଏ। ତେଣୁ ସେଇ ଯୋଉ ଏକ୍ସପିରିଏନ୍ସ ତାଙ୍କର ବାପ ପୁଅ ମିଶିକି ସେମାନେ ସବୁ ରାଜନୀତି କରନ୍ତି। ଏଠି ଯଦି ଆପଣ ତ ଏଇ କଥା ଜାଣିଥିଲେ, ଏଇଟା ଚାଲିଛି ଟ୍ରେଣ୍ଡ ଟା ଯଦିଓ ଆପଣଙ୍କ ମତରେ, ତଥାପି ଆପଣ ବିଜେଡି ବିଜେପି କଂଗ୍ରେସ ସବୁ ଅଛନ୍ତି ଦଳ, ଲାଗୁଥିଲା ଆପଣ ତାଙ୍କୁ ଟକ୍କର ଦେଇପାରିବେ ବୋଲି? ମୁଁ ଟକ୍କର ଦେବା ପାଇଁ ରାଜନୀତି କରିବାକୁ ଆସିନଥିଲି। ସେମାନଙ୍କର ଗୋଟେ ଭିନ୍ନ ଇସ୍ୟୁ, ମୋର ହଉଛି ସମ୍ପୂର୍ଣ୍ଣ ଭିନ୍ନ ଇସ୍ୟୁ। ହୁଁ, ମୁଁ ଗୋଟେ ମୁଦ୍ଦାକୁ ନେଇକି ଆସିଥିଲି ପଲିଟିକ୍ସ କରିବା ପାଇଁ, ଏବଂ ଯୋଉଟା ଆସିଛି ବର୍ତ୍ତମାନ ଆଚ୍ଛା ସୁଦ୍ଧା ଏକ ମୁଦ୍ଦା, ଯୋଉଟା ହଉଛି ପୁରୁଷ କମିଶନର ମୁଦ୍ଦା, ସିନିୟର ସିଟିଜେନ ମାନଙ୍କୁ ନ୍ୟାୟ ଦେବାର ମୁଦ୍ଦା, ଷ୍ଟୁଡେଣ୍ଟ ମାନଙ୍କୁ ନ୍ୟାୟ ଦେବା ପାଇଁ ମୁଦ୍ଦା, ଯୋଉଟା ମୁଁ ଡେ ଟୁ ଡେ ଲାଇଫରେ ଫେସ୍ କରୁଛି ଗୋଟେ ସାଧାରଣ ପରିବାରରୁ ଆସୁଥିବା ବ୍ୟକ୍ତି। ହୁଁ, 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 ସେଇଗୁଡାକ ଯୋଉଟା ହଉଛି ନ୍ୟାସନାଲ ମୁଦ୍ଦା, ଯୋଉଟା କହିବେ ଏଟା ସାମୂହିକ ବିକାଶର କଥା। ଆଜ୍ଞା ଏଠି ଗୋଟେ ମୁଁ ନିର୍ବାଚନ ମଣ୍ଡଳୀ ଭିତରେ ସୀମିତ ନଥିଲି। ହୁଁ, ହୁଁ, ଏଇଟା ହଉଛି ସାରା ଓଡିଶାର ଇସ୍ୟୁ, ସାରା ଭାରତ ବର୍ଷର ଇସ୍ୟୁ। ସେଇ ଇସ୍ୟୁ ଗୁଡାକୁ ନେଇକି ମୁଁ ଲୋକଲୋଚନକୁ ପହଞ୍ଚଉଥିଲି ଏବଂ ବିଧାନସଭା ଭିତରେ ସେଇ ଇସ୍ୟୁ ଗୁଡାକୁ ଉଠିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିଲି। ତେଣୁ ମୋର ବିଜେପି ବିଜେଡି କଂଗ୍ରେସ ଏମାନେ କେହି କାହା ସହିତ ମୋ ପ୍ରତିଦ୍ୱନ୍ଦିତା କରୁନଥିଲି। ମୋର ପ୍ରତିଦ୍ୱନ୍ଦିତା ଥିଲା କେବଳ ମୋର ଭୋଟର ମାନଙ୍କ ସହିତ, କଣ ଯୋଉମାନେ ଲାଗୁଛି ମତେ କେତେ ଭୋଟ ଆପଣଙ୍କ ସପକ୍ଷରେ ଯାଇଥିବ? ସେମିତି କହିହବନି, 4 ତାରିଖ ପରେ ଜଣା ପଡିବ, ସେମିତି କହିହବନି। ମୁଁ ତ ଏବେ ବି ମୋର ମୋର ଗଣିତ କହୁଛି ନିଶ୍ଚିତ ଭାବରେ ଯେତିକି ପ୍ରକାର ଲୋକମାନେ ମତେ ଭଲ ପାଉଥିଲେ, ହୁଁ, ଏବଂ ଯେହେତୁ ଏଇ ଯୋଉ ପୁରୁଷ ନିର୍ଯାତନା ଇସ୍ୟୁଟା ବର୍ତ୍ତମାନ ଘର ଘର କି କାହାଣୀ, ହୁଁ, 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 ମୁଁ ନିଶ୍ଚିତ ଭାବରେ ମାନେ ମୋର ଜୟ ହବ ବୋଲି ମୁଁ ବର୍ତ୍ତମାନ ସୁଦ୍ଧା ମୋର ଗଣିତ କହୁଛି। କେତେ ପରିଶ୍ରମ କରିଛନ୍ତି ନିର୍ବାଚନରେ? ଅକ୍ଲାନ୍ତ ପରିଶ୍ରମ, ଯୋଉ ପରିଶ୍ରମଟା ଅନ୍ୟ କୌଣସି ପଲିଟିକାଲ ପାର୍ଟିର ଲୋକମାନେ ହୁଅନ୍ତୁ, କୌଣସି ଇଣ୍ଡିପେଣ୍ଡେଣ୍ଟ କ୍ୟାଣ୍ଡିଡେଟ୍ ହୁଅନ୍ତୁ, ମୋ ଭଳି ପରିଶ୍ରମ ଆଉ କେହି କରିନାହାନ୍ତି। ମୁଁ ଦିନ ରାତି ଏକ କରି 2 ମାସ କାଳ ଖଟିଛି। ଯଦି ଆପଣ କହିବେ ଆମର ଉତ୍ତର ନିର୍ବାଚନ ମଣ୍ଡଳୀର ପ୍ରତିଟି ଘରକୁ ମୁଁ ପହଞ୍ଚିବାକୁ ଚେଷ୍ଟା କରିଛି, ଏବଂ ମୋର ଦାନ 80% ଘରେ ଯାଇ ମୁଁ ନିଜେ ପହଞ୍ଚିକି ମୋର କାଗଜ ଖଣ୍ଡକ ଦେଇକି ଆସିଛି। ପ୍ରଚାର କେମିତି ଥିଲା? କାରଣ ଆମେ ଦେଖିଥିଲୁ ଅନ୍ୟ ଦଳ ଗୁଡା ନେତା ମାନେ ସେମାନେ ରୋଡ ଶୋ କରିଥିଲେ, ଏଇ କରିଥିଲେ, ଆପଣ ଗୋଟେ ଅଭିନବ ଢଙ୍ଗରେ କରିଥିଲେ। ଆକ୍ଚୁଆଲି ଶୁଣନ୍ତୁ, ରୋଡ ଶୋର ମାନେ କଣ ପ୍ରଥମ ଜିନିଷ ଜାଣିବା କଥା। ରୋଡ ଶୋ ତାକୁ ବୋଲି କୁହାଯିବ, ଗୋଟେ ପଟେ ନିର୍ବାଚନ କମିଶନ କହୁଛନ୍ତି ଯେ 10ଟି ମୋଟର ସାଇକେଲରୁ ଅଧିକା ଆପଣ ରାସ୍ତାରେ ମାନେ ରାଲିରେ କରିପାରିବେ ନାହିଁ। ହୁଁ, ଅନ୍ୟପଟେ ରୋଡ ଶୋ ନାଁରେ ହଜାର ହଜାର ମୋଟର ସାଇକେଲ ଯାଉଛି, ଏଟା କଣ ଧର୍ମକୁ ଆଖିଦାର ନୁହେଁ କି? ଆଜ୍ଞା ଗୋଟେ ପଟେ କହୁଛି ଏତିକି ଟଙ୍କା ଗୋଟେ ବଜେଟ ଅଛି, ସେଇ ବଜେଟରୁ ଅଧିକା ଆପଣ ଖର୍ଚ୍ଚ କରିପାରିବେ ନାହିଁ। ହୁଁ, ସେଟା ଗୋଟେ ରାଲିରେ ସେମାନେ ସେତିକି ଟଙ୍କା ତାଠୁ ଅଧିକା ଖର୍ଚ୍ଚ କରୁଛନ୍ତି। ଆଚ୍ଛା ଏଇଟା କଣ ଧର୍ମକୁ ଆଖିଠାର ନୁହେଁ କି? ହୁଁ, ଆପଣ ଯଦି ଦେଖିବେ ମାନେ ରୋଡ ଶୋରେ ମାନେ ତାଙ୍କର ଦଳୀୟ ଲୋକମାନେ ସବୁ ଭଡାରେ ଲୋକମାନଙ୍କୁ ଆଣୁଛନ୍ତି, କିନ୍ତୁ ମୁଁ ତ କାହାକୁ ଭଡାରେ ଆଣିପାରିବିନି। ଗୋଟେ ଲୋକକୁ ଆଣିବା ପାଇଁ ମିନିମମ୍ ଗୋଟେ 1200 ରୁ 1500 ଟଙ୍କା ଖର୍ଚ୍ଚ ହଉଛି। ହୁଁ, ହୁଁ, ତା ଗାଡିରେ ତେଲ, ତାର ଦିନକୁ 500 ଟଙ୍କା ମଜୁରୀ, ତାଙ୍କର ମଦ ପାଇଁ ଆଉ କିଛି ପଇସା, ଆଚ୍ଛା ଟୋଟାଲି 1200 ରୁ 1500 ଟଙ୍କା ଲେଖେ ଗୋଟେ ଗୋଟେ ଲୋକଙ୍କୁ ଖର୍ଚ୍ଚ ହଉଛି। ହୁଁ, ହୁଁ, ଆଚ୍ଛା, ଯେତେ ଲୋକ ସବୁ ସେମାନେ ରହୁଥାନ୍ତି ସେତିକି ପଇସା ମୋର ଔକାତ ଅଛି ତ?
ଗୋଟେ ସାଧାରଣ ପରିବାର ଘରରୁ ଆସିଥିବା ଲୋକଟେ ଏତେ ଟଙ୍କା ଖର୍ଚ୍ଚ କଲା ଭଳିଆ ମୋ ପାଖେ ଔକାତ ଅଛି କି? ଆଚ୍ଛା ତେଣୁ ମୋର ସେଥିରେ ପଶିବାର ନାହିଁ। ମୋର ଯେତିକି ସମ୍ଭବ ମୁଁ ନିଜେ ନିଜେ ଘର ଘର ପହଞ୍ଚୁଥିଲି ଏବଂ ମୋର ରାଲିରେ ମୁଁ ଯାଉଥିଲି ଏବଂ ମୋ ପଛରେ ଆଉ ଗୋଟେ ପିଲାଟେ କାହାକୁ ଧରି କେତେବେଳେ ଖୁସାମତ କରି ନେଇକି ଯାଉଥିଲି। କେମିତି ରାଲି କରୁଥିଲେ ଆପଣଙ୍କ ରାଲିଟା? ଏକୁଟିଆ ପରା, ମୁଁ ଏବଂ ମୋର ଆଉ ଗୋଟେ ଲୋକ, ଆଚ୍ଛା ଆମ 2 ଜଣ ଆମର ରାଲି ଚାଲୁଥିଲା। ସ୍ୱାଧୀନ ଘର ଘର ବୁଲି ଲଢୁଥିଲେ ଆପଣ, କେତେ ଟଙ୍କା ଖର୍ଚ୍ଚ କରିସାରିଛନ୍ତି? ବର୍ତ୍ତମାନ ସେଟା ମୁଁ ଆକ୍ଚୁଆଲି ଡିସକ୍ଲୋଜ କରିବାକୁ ଚାହୁଁନି, ଦ୍ୟାଟ୍ ଇଜ ମାଇ ପ୍ରାଇଭେଟ ଥିଙ୍ଗସ୍। ଆକ୍ଚୁଆଲି ମୁଁ ସେଟା ମୁଁ ଡିସକ୍ଲୋଜ କଲେ ମତେ ପ୍ରୋବ୍ଲେମ ହବ, କିନ୍ତୁ ବହୁତ ପଇସା ଗୋଟେ ଖର୍ଚ୍ଚ ହେଇଛି। ଆଉ ଯୋଉ ପଇସା ବର୍ତ୍ତମାନ ମତେ ସୁଝିବା ପାଇଁ କମ ସେ କମ ଆହୁରି 1 ବର୍ଷ ଅକ୍ଲାନ୍ତ ପରିଶ୍ରମ କଲେ ସେ ପଇସା ସୁଝା ହବ। କିଛି ଆପଣଙ୍କୁ ଆର୍ଥିକ ସାହାଯ୍ୟ କିଏ କରିଥିଲେ? ହଁ, ବହୁତ ଲୋକ ଆର୍ଥିକ ସାହାଯ୍ୟ କରିଛନ୍ତି। ମୋର ଦାନ ଯଦି କହିବେ ଆପଣ 50, 100, 10, 20, 5,000, 10,000 ପର୍ଯ୍ୟନ୍ତ ଲୋକ ସାହାଯ୍ୟ ମତେ କରିଛନ୍ତି। ମୋର ପ୍ରାୟ 1 ଲକ୍ଷ ଟଙ୍କା ପାଖାପାଖି ଲୋକମାନେ ମତେ ସାହାଯ୍ୟ କରିଛନ୍ତି ମୋର ଆକାଉଣ୍ଟ ପେ ମାଧ୍ୟମରେ। ଆଚ୍ଛା 1 ଲକ୍ଷ ହେଇଥିଲା। ହଁ, ତ ତାଠୁ ନିଶ୍ଚିନ୍ତ ଭାବରେ ଆପଣଙ୍କୁ ଗୋଟେ ଗୁଡ ଫିଲିଙ୍ଗସ୍ ଆସୁଥିବ, ଯାହା ହଉ ଲୋକମାନେ ଚାହୁଁଛନ୍ତି ବି ମୁଁ ଆସେ। ଅବଭିୟସଲି ଯେହେତୁ ଲୋକମାନେ ଯୋଉଠି ବିଧାୟକ ପ୍ରାର୍ଥୀ ମାନେ ଘରେ ଘରେ ନେଇକି ପଇସା ବାଣ୍ଟୁଛନ୍ତି, ଅନ୍ୟପଟେ ଲୋକମାନେ ମତେ ପଇସା ଦଉଛନ୍ତି ନିର୍ବାଚନ ଲଢିବା ପାଇଁ, ଅବଭିୟସଲି କୋଉଠି ନା କୋଉଠି ମୁଁ ମାନେ ବେଶୀ ଏନକରେଜ ହଉଥିଲି। ହଁ, ମତେ ପଇସା ଲୋକ ଦଉଛନ୍ତି ମାନେ ମତେ ନିର୍ବାଚନ ମତେ ପୁରା ବଢିଆକିରି ଅନେଷ୍ଟଲି ଲଢିବାକୁ ପଡିବ ଏବଂ ମତେ ଝାସ ଦେବାକୁ ପଡିବ। ଏଇ ଯୋଉ ନିଆଁରେ ଏଇ ଲୋକମାନଙ୍କ ପାଇଁ ମତେ କାମ କରିବାକୁ ପଡିବ। ମଇଦାନରେ ଆପଣଙ୍କୁ ନେଇ ଲୋକ କଣ କହୁଥିଲେ, କେତେ ଉତ୍ସାହିତ ଥିଲେ ଆପଣ? ବହୁତ ଉତ୍ସାହିତ ଥିଲେ। ପ୍ରତି ଜାଗାରେ ଆପଣ ଯଦି ଦେଖିବେ, ମୋର ଭିଡିଓ ଫୁଟେଜ ଗୁଡାକ ଦେଖିବେ, ସବୁ ଜାଗାରେ ଲୋକ ହସି ହସି ଖୁସିରେ ମତେ ଗ୍ରହଣ କରୁଥିଲେ। ଦ୍ୱିତୀୟ ଜିନିଷ ହଉଛି କିଏ କାହା ଘରେ ପାଣି, କିଏ କାହା ଖାଇବାକୁ ଦବା, କାହା ଘରେ କିଏ ବରା ସିଙ୍ଗଡ଼ା ଆଣିକି ଦବା, କିଏ ଦହି ପାଣି ଦବା, ବହୁତ ପ୍ରକାର, କିଏ ମିଠା, ଇଭିନ କିଏ ବହୁତ ଜାଗାରେ ମତେ ଲୋକ ମାନେ ଦୁବ, ବରକୋଳି ପତ୍ର ଆଉ ଅରୁଆ ଚାଉଳ ଦେଇକି ମଧ୍ୟ ମୋ ମୁଣ୍ଡରେ ଆଶୀର୍ବାଦ କରିଛନ୍ତି। ଅନେକ ଜାଗାରେ ଏଇଟା ସବୁ ଏନକରେଜିଂ ହଉଥିଲି। ଆଉ ବହୁତ ଜାଗାରେ ବୁଢା ବୁଢୀ ଲୋକମାନେ ମତେ ଧରିକି କାନ୍ଦିଛନ୍ତି, ପୁଅ ଆମର ମାଗଣାରେ କେସ୍ କରିଦଉଥିଲୁ, ଆମେ ଡାକି ଡାକି ଆମ ଘରକୁ ଆସୁନଥିଲ, ବର୍ତ୍ତମାନ ଏଭଳି ପରିସ୍ଥିତି ହେଇଛି, ଆପଣ ଆମ ଦୁଆରକୁ ଆସିବା ପାଇଁ ବାଧ୍ୟ ହୋଇଛନ୍ତି। ହାର ଜିତ ଲାଗି ରହିଛି, କିନ୍ତୁ ହଁ, ଲୋକଙ୍କ ଭଲ ପାଇବାଟା ମିଳିଛି, ସେଇଟା ସବୁଠୁ ବଡ କଥା। ସବୁଠୁ ବଡ ଜିନିଷ। ନିର୍ବାଚନ ହାରିବି ଯଦି ଯାଆନ୍ତି, ଆଗକୁ କଣ କରିବେ ବୋଲି ଭାବିଛନ୍ତି? ଏଇ ଲଢେଇ ଚାଲିଛି ଆଉ ଚାଲିବ। ପୁରୁଷ କମିଶନର ଯୋଉ ମୁଭମେଣ୍ଟଟା ଚାଲୁଥିଲା, ମୋର ଆକ୍ଚୁଆଲି ପଲିଟିକ୍ସଟା ବିଜନେସ ନୁହେଁ। ମୁଁ ପ୍ରଥମରୁ କହିଛି, ପଲିଟିକ୍ସ ଇଜ ନଟ୍ ମାଇ ବିଜନେସ। ମୋର ହଉଛି ଓକିଲାତି, ହଉଛି ମୋର ପ୍ରଫେସନ। ଆପଣ ଯୋଉଦିନ ଏଇ ନିର୍ବାଚନ ସରିଲା 25 ତାରିଖର, ତା ପରଦିନ ଗୋଟିଏ ଦିନ 26 ତାରିଖ ଦିନ ମୁଁ ରେଷ୍ଟ ନେଲି। ଆଜି ଏଇଠି ଲୋକ ମୋ ଦ୍ୱାରା ଭିଡ ହେଇଗଲେଣି, ପୁଣି ଲୋକ ଆସିଗଲେଣି, ମୁଁ ପୁଣି କେସ୍ ପାଇଁ ପ୍ରିପେୟାର ହେଇଗଲିଣି। ପୁଣି ମୋ କେସ୍ କରିବା କଥା କରିବି, ଯେମିତି ଆଜି ଚାଲିଥିଲା ଚାଲିବ। ବହୁତ ବହୁତ ଧନ୍ୟବାଦ ବ୍ୟୋମକେଶ ବାବୁ। ଆଶା କରୁଛୁ ଏଇ ସ୍ପିରିଟଟା ଆପଣଙ୍କ ଯୋଉ ରହିଛି ପୁରୁଷ କମିଶନଙ୍କ ପାଇଁ କି, ଏଇ ସ୍ପିରିଟଟା ହେଲା ପର୍ଯ୍ୟନ୍ତ ପୁରୁଷ କମିଶନ ଗଠନ ସେମିତି ଲାଗି ରହିଥାଉ। ବହୁତ ବହୁତ ଧନ୍ୟବାଦ। ନମସ୍କାର।